ମୃତ ପିତାମାତାଙ୍କର ଫଟୋ ଘରେ ଲଗାଇବା ଉଚିତ କି? ପିତାମାତା ହେଉଛନ୍ତି ଆମର ପ୍ରଥମ ଗୁରୁ। ସେମାନଙ୍କ ପ୍ରେମ ଏବଂ ଆଶୀର୍ବାଦ ଆମ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି। କିନ୍ତୁ ଯେତେବେଳେ ସେମାନେ ଏହି ଦୁନିଆ ଛାଡ଼ି ଚାଲିଯାଆନ୍ତି, ଲୋକମାନେ ସେମାନଙ୍କ ସ୍ମୃତିରେ ଘରେ ସେମାନଙ୍କ ଫଟୋ ଲଗାନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଆମେ ଏହି ଫଟୋ ଘରେ ଲଗାଇବା ଉଚିତ କି? ଏହାର କୌଣସି ଆଧ୍ୟାତ୍ମିକ ପ୍ରଭାବ ଅଛି କି? ଆଜିର କାହାଣୀରେ ସ୍ୱୟଂ ଭଗବାନ ଶିବ ତାଙ୍କ ଭକ୍ତ ଶିବଦତ୍ତଙ୍କୁ ଏହି ଗୁପ୍ତ କଥା ବିଷୟରେ କହିଛନ୍ତି। ଆସନ୍ତୁ କାହାଣୀଟି ଆରମ୍ଭ କରିବା। ଗୋଟିଏ ଦିନ ଗରୁଡ଼ ଦେବନଶ୍ୱର ଜଗତରେ ବିଚରଣ କରୁଥିଲେ। ସେହି ସମୟରେ ସେ ଦେଖିଲେ ଗୋଟିଏ ସ୍ଥାନରେ କିଛି ଲୋକ ଗୋଟିଏ ମୃତ ବ୍ୟକ୍ତିଙ୍କୁ ଚିତା ପାଖରେ ଠିଆ ହୋଇ କାନ୍ଦୁଛନ୍ତି ଏବଂ ସେମାନଙ୍କ ହୃଦୟ ଅସୀମ ପୀଡ଼ାରେ ଭରିଯାଇଛି। କିଛି ସମୟ ପରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ସେମାନଙ୍କ ଘରେ ତାଙ୍କର ଫଟୋ ଲଗାଇଲେ ଏବଂ ତା ସମ୍ମୁଖରେ ବସି ତାଙ୍କୁ ମନେ ପକାଇବାକୁ ଲାଗିଲେ। ଏହି ଦୃଶ୍ୟ ଦେଖି ଗରୁଡ଼ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭାବିବାକୁ ଲାଗିଲେ ଯେ ଏହି ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ତାଙ୍କ ମୃତ୍ୟୁ ପରେ ତାଙ୍କ ଫଟୋ କାହିଁକି ଲଗାଇଲେ? ସେ ଏହି ଦୁନିଆରେ ମୁକ୍ତ ହୋଇସାରିଛନ୍ତି। ଏବେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଏହି ଫଟୋ ମାଧ୍ୟମରେ ବାନ୍ଧି ରଖିଛନ୍ତି। ଏହା କରିବା କ'ଣ ଠିକ୍? ଏହା କରିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟ କ'ଣ ମୃତ ବ୍ୟକ୍ତିଙ୍କ ଆଶୀର୍ବାଦ ପାଇଥାନ୍ତି, ନା ଏହାର ଅନ୍ୟ କୌଣସି କାରଣ ଅଛି? ସେହି ଦୃଶ୍ୟ ଦେଖି ଗରୁଡ଼ ଦେବ କିଛି ବୁଝିପାରନ୍ତି ନାହିଁ ଏବଂ ତାଙ୍କର ପ୍ରଶ୍ନ ଉତ୍ତର ପାଇବା ପାଇଁ ଭଗବାନ ବିଷ୍ଣୁଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନିଅନ୍ତି। ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିବା ପରେ ଗରୁଡ଼ ଦେବ ଭଗବାନ ବିଷ୍ଣୁଙ୍କୁ ନମସ୍କାର କରନ୍ତି। ଭଗବାନ ବିଷ୍ଣୁ ବୁଝିପାରନ୍ତି ଯେ ଗରୁଡ଼ ଆଜି ନିଶ୍ଚିତ କିଛି ପ୍ରଶ୍ନ ନେଇ ଆସିଛନ୍ତି। ତାପରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ କୁହନ୍ତି, ହେ ପକ୍ଷୀରାଜ ଗରୁଡ଼, ତୁମକୁ ବୈକୁଣ୍ଠକୁ ସ୍ୱାଗତ। ଏଠାକୁ ଆସିବାର ଅଭିପ୍ରାୟ କ'ଣ? ତୁମେ ଏତେ ଚିନ୍ତିତ କାହିଁକି ଅଛ? ନିଶ୍ଚୟ କିଛି ତୁମ ମନରେ କଥା ଅଛି। ଭଗବାନ ବିଷ୍ଣୁଙ୍କ କଥା ଶୁଣି ଗରୁଡ଼ ଦେବ କୁହନ୍ତି, ହେ ପ୍ରଭୁ, ଆଜି ମୁଁ ଆପଣଙ୍କ ଠାରୁ ଜାଣିବାକୁ ଆସିଛି ଯେ ପୃଥିବୀ ଲୋକରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ପରିବାରର ସଦସ୍ୟମାନେ କାହିଁକି ଘରେ ତାଙ୍କ ଫଟୋ ଲଗାନ୍ତି। ହେ ପ୍ରଭୁ, ଏହା କରିବା କ'ଣ ଠିକ୍? ଏହା କରିବା ଦ୍ୱାରା ପରିବାରର ସଦସ୍ୟମାନେ କ'ଣ ଲାଭ ପାଆନ୍ତି? ଏହା କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ଉପରେ ମୃତ ବ୍ୟକ୍ତିଙ୍କ ଆଶୀର୍ବାଦ ରହିଥାଏ କି? ଗରୁଡ଼ ଦେବଙ୍କ କଥା ଶୁଣି ଭଗବାନ ବିଷ୍ଣୁ କୁହନ୍ତି, ହେ ପକ୍ଷୀରାଜ, ଆଜି ତୁମେ ମୋତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛ। ଏହି ପ୍ରଶ୍ନର ଉତ୍ତରରେ ସମଗ୍ର ମାନବ ଜାତିର କଲ୍ୟାଣ ଲୁଚି ରହିଛି। ମୁଁ ଏକ ଆଲୌକିକ କାହାଣୀ ମାଧ୍ୟମରେ ତୁମକୁ ଏହି ପ୍ରଶ୍ନର ଉତ୍ତର ଦେବି। ତୁମେ ଏହି କାହାଣୀକୁ ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଶୁଣ। ତାପରେ ଗରୁଡ଼ ଦେବ କୁହନ୍ତି, ହେ ପ୍ରଭୁ, ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ପର୍ଯ୍ୟନ୍ତ ଆପଣ ମୋତେ ଏହି କାହାଣୀ କହିବେ ସେ ପର୍ଯ୍ୟନ୍ତ ମୁଁ ଏହାକୁ ପୂର୍ଣ୍ଣ ଧ୍ୟାନ ସହିତ ଶୁଣିବି। ଦୟାକରି ଏବେ ମୋତେ ସେହି କାହାଣୀ ଶୁଣାନ୍ତୁ। ତାପରେ ଭଗବାନ ବିଷ୍ଣୁ କାହାଣୀ କହିବା ଆରମ୍ଭ କଲେ। କାଶୀରେ ଜଣେ ଯୁବକ ରହୁଥିଲେ ଯାହାଙ୍କର ନାମ ଥିଲା ଶିବଦତ୍ତ। ଶିବଦତ୍ତ ଭଗବାନ ଶିବଙ୍କର ବହୁତ ବଡ଼ ଭକ୍ତ ଥିଲେ। ସେ ସର୍ବଦା ସତ୍ୟ ଧର୍ମର ପାଳନ କରୁଥିଲେ ଏବଂ ନିଜର ମାତା ପିତାଙ୍କର ସେବା ମନ ପ୍ରାଣ ଦେଇ କରୁଥିଲେ। ଏହିପରି ଭାବରେ ବହୁତ ସମୟ ଗଡ଼ି ଯାଇଥିଲା ଏବଂ ତାଙ୍କ ପିତାମାତାଙ୍କ ସହିତ ଏକ ସୁଖଦ ଜୀବନ ବିତାଉଥିଲେ। ଶିବଦତ୍ତଙ୍କ ସ୍ତ୍ରୀଙ୍କ ନାମ କମଳା ଥିଲା। କମଳା ମଧ୍ୟ ଜଣେ ଚରିତ୍ରବାନ ମହିଳା ଏବଂ ସତ୍ୟ ଧର୍ମର ପାଳନ କରୁଥିବା ଜଣେ ପତି ସମର୍ପିତ ନାରୀ ଥିଲେ। ଶିବଦତ୍ତ ବହୁତ ପରିଶ୍ରମୀ ଥିଲେ। ସେ ସାରା ଦିନ ନିଷ୍ଠାର ସହିତ କାମ କରୁଥିଲେ ଏବଂ ଯାହା ଟଙ୍କା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାରର ଭରଣ ପୋଷଣ କରୁଥିଲେ। ସେ ତାଙ୍କ ପିତାମାତାଙ୍କୁ ବହୁତ ଭଲ ପାଉଥିଲେ। ତାପରେ ଗୋଟିଏ ଦିନ ଶିବଦତ୍ତଙ୍କ ପିତାମାତା ହଠାତ୍ ମୃତ୍ୟୁବରଣ କରିଦେଲେ। ଏହାପରେ ସେ ବହୁତ ଦୁଃଖିତ ହୋଇଗଲେ। ସେ ପିତାମାତାଙ୍କ ଶେଷକୃତ୍ୟ କରିବା ପରେ ଘରର ପୂଜାସ୍ଥଳରେ ପିତାମାତାଙ୍କ ଏକ ଫଟୋ ପ୍ରତିମା ରଖି ପୂଜା ଆରମ୍ଭ କଲେ ଏବଂ ତାଙ୍କ ଜୀବନ ତାଙ୍କ ପିତାମାତାଙ୍କୁ ପୂଜା କରି ବିତିଗଲା। ତାପରେ ଭଗବାନ ବିଷ୍ଣୁ ପୁଣି କୁହନ୍ତି, ହେ ପକ୍ଷୀରାଜ, କିଛି ମାସ ପରେ ତାଙ୍କର ଜୀବନରେ କିଛି ଅଘଟଣ ଘଟିବାକୁ ଲାଗିଲା। ମାନସିକ ଅଶାନ୍ତି ବଢିବାକୁ ଲାଗିଲା। ଘରେ ଝଗଡ଼ା ହେଉଥିଲା ଏବଂ ତାଙ୍କୁ ବହୁତ ଅଦ୍ଭୁତ ସ୍ୱପ୍ନ ଦେଖାଗଲା ଏବଂ ସେ ପ୍ରତିଦିନ ପତ୍ନୀ କମଳାଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ। ତାଙ୍କର ମନ ସମ୍ପୂର୍ଣ୍ଣ ଅସ୍ଥିର ହୋଇଗଲା। ଗୋଟିଏ ଦିନ ସେ ଗଙ୍ଗା କୂଳରେ ବସି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ସେହି କୂଳରେ ଏକ ଶିବଲିଙ୍ଗ ଥିଲା। ସେ ଶିବଲିଙ୍ଗ ସମ୍ମୁଖରେ ହାତ ଯୋଡ଼ି ବସି ଗୁହାରି କରିବାକୁ ଲାଗିଲେ। ସେ କହିଲେ, ହେ ଶିବ ଶମ୍ଭୁ, ହେ ମହାଦେବ, ଦୟାକରି ମୋତେ ମାର୍ଗଦର୍ଶନ କରନ୍ତୁ। ମୁଁ ମୋ ପିତାମାତାଙ୍କର ଫଟୋ ଲଗାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ତେବେ ବି ମୋ ଜୀବନରେ କାହିଁକି ଅଶାନ୍ତି ହେଉଛି? ସେ ସ୍ୱହୃଦୟରେ ଭଗବାନ ଶିବଙ୍କୁ ପ୍ରାର୍ଥନା କରୁଥିଲେ। ତେଣୁ ସେହି ମୁହୂର୍ତ୍ତରେ ତାଙ୍କୁ ଏକ ଦିବ୍ୟ ଆଲୋକ ଦେଖାଗଲା। ଗୋଟିଏ ପ୍ରକାରର ଦିବ୍ୟ ସୁଗନ୍ଧ ଚାରିଆଡ଼େ ବ୍ୟାପିଗଲା ଏବଂ ଭଗବାନ ଶିବ ସ୍ୱୟଂ ଆବିର୍ଭାବ ହେଲେ।
ତାଙ୍କୁ ଦେଖି ଶିବଦତ୍ତ ଆଶ୍ଚର୍ଯ୍ୟ ହୋଇଗଲା। ସେ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ ଯେ ସ୍ୱୟଂ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଛନ୍ତି। ତାପରେ ସାହସର ସହିତ ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ଓ କହିଲେ, ହେ ପ୍ରଭୁ, ଆଜି ଆପଣଙ୍କ ଦର୍ଶନ ପାଇ ମୋର ଜୀବନ ସଫଳ ହୋଇଛି। ମୋ ମନରେ କୌଣସି ପ୍ରକାରର ଦୋଷ କି ପାପ ନାହିଁ, କିନ୍ତୁ ହେ ପ୍ରଭୁ, ମୁଁ ଜାଣିବାକୁ ଚାହୁଁଛି ଯେ ମୋ ଜୀବନରେ ଆସୁଥିବା ଏତେ ସବୁ କଷ୍ଟର କାରଣ କ'ଣ? ମୁଁ ପ୍ରତିଦିନ ମୋ ପିତାମାତାଙ୍କ ଫଟୋ ସାମ୍ନାରେ ବସି ସେମାନଙ୍କୁ ପୂଜା କରେ, ତଥାପି ମୋ ଜୀବନରେ ଏତେ ଦୁଃଖ କାହିଁକି? ଆପଣଙ୍କର ପ୍ରେମ ଏବଂ ଭକ୍ତି ନିଃସନ୍ଦେହରେ ମହାନ। ଆପଣଙ୍କ ପିତାମାତାଙ୍କ ପ୍ରତି ଆପଣଙ୍କ ହୃଦୟରେ ଥିବା ଭାବନା ପୂଜା ଯୋଗ୍ୟ, କିନ୍ତୁ ଆପଣ ଅଜାଣତରେ ଯାହା କରିଛନ୍ତି ତାହା କେବଳ ଆତ୍ମାକୁ ବାନ୍ଧି ରଖେ ନାହିଁ, ବରଂ ଆମ ଜୀବନରେ ମୂଳ ଉଦ୍ଦେଶ୍ୟ ହେଉଛି ପରବର୍ତ୍ତୀ ଜନ୍ମ ପ୍ରାପ୍ତ କରିବା। ବ୍ରହ୍ମାଣ୍ଡ ତାଙ୍କ ପାଇଁ ଯେଉଁ ଯାତ୍ରା ସ୍ଥିର କରିଛି ସେଥିରେ ତାଙ୍କୁ ଆଗକୁ ବଢ଼ିବାକୁ ହେବ ଏବଂ ଏହି ଯାତ୍ରାକୁ ସମାପ୍ତ କରିବାକୁ ହେବ। ପରନ୍ତୁ ଯେତେବେଳେ ଆମେ ସେହି ବ୍ୟକ୍ତିର ଫଟୋକୁ ଆମର ପୂଜା ସ୍ଥଳରେ ରଖିଥାଉ ଏବଂ ପ୍ରତିଦିନ ତାଙ୍କୁ ସ୍ମରଣ କରୁ, ଦୀପ ଜାଳିଥାଉ, ଫୁଲ ଅର୍ପଣ କରୁ, ସେତେବେଳେ ଏହି ପ୍ରେମପୂର୍ଣ୍ଣ ଭକ୍ତି କେତେବେଳେ ଯେ ସେହି ଆତ୍ମା ପାଇଁ ଗୋଟିଏ ବନ୍ଧନରେ ପରିଣତ ହୁଏ ତାହା ଆମେ ଜାଣିପାରି ନାହୁଁ। ଆଗକୁ ବଢିବାକୁ ଚାହୁଁଥିବା ଆତ୍ମା ଆମ ପ୍ରେମ ଯୋଗୁଁ ଏହି ଜଗତରେ ଅଟକିଯାଏ। ଭଗବାନ ଶିବ ଆହୁରି କୁହନ୍ତି, ଶିବଦତ୍ତ, ସର୍ବଦା ସେମାନଙ୍କ ପ୍ରତି ପ୍ରେମ ଦେଖାଅ, କିନ୍ତୁ ବନ୍ଧନରେ ଧରି ରଖ ନାହିଁ, ମୁକ୍ତ କର। ସେମାନଙ୍କୁ ଆଶୀର୍ବାଦ ପାଇଁ ପ୍ରାର୍ଥନା କରି ସେମାନଙ୍କୁ ବିଦାୟ ଦିଅ, କାରଣ ପ୍ରକୃତ ପ୍ରେମ ସେହି ଆତ୍ମାର ମୁକ୍ତିରେ ଥାଏ, ତାଙ୍କୁ ଇହ ଜଗତରେ ଅଟକାଇ ରଖିବା ନୁହଁ। ଭଗବାନ ଶିବ ଶାନ୍ତ ସ୍ୱରରେ କହିଲେ, ଶିବଦତ୍ତ, ପ୍ରତ୍ୟେକ ବ୍ୟକ୍ତି ଏହା ବୁଝିବା ଉଚିତ ଯେ ଯେଉଁ ସ୍ଥାନ ଈଶ୍ୱରଙ୍କ ଶକ୍ତିରେ ପରିପୂର୍ଣ୍ଣ, ଯେଉଁଠାରେ ମନ୍ତ୍ରର ଶବ୍ଦ ପ୍ରତିଧ୍ୱନିତ ହୁଏ, ଯେଉଁଠାରେ ଦୀପର ଶିଖା ଆତ୍ମାକୁ ସର୍ବଶକ୍ତିମାନଙ୍କ ସହିତ ସଂଯୋଗ କରେ, ସେଠାରେ ମୃତ ବ୍ୟକ୍ତିଙ୍କ ଫଟୋ ରଖିବା ଉଚିତ ନୁହଁ, କାରଣ ସେହି ସ୍ଥାନ ଆମ ଆତ୍ମାର ମୁକ୍ତିର କେନ୍ଦ୍ର, ବନ୍ଧନରେ ନୁହେଁ। ଯେତେବେଳେ ଆମେ ପୂର୍ବପୁରୁଷଙ୍କ ଫଟୋ ଓ ଈଶ୍ୱରଙ୍କୁ ଗୋଟିଏ ସ୍ଥାନରେ ରଖି ପୂଜା କରୁ, ସେତେବେଳେ ଆମେ ଅଜାଣତରେ ଦୁଇଟି ଭିନ୍ନ ଶକ୍ତିକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିଦେଉ, ଯାହା ଫଳରେ ଆତ୍ମା ଯେ କେବଳ ବାନ୍ଧି ହୁଏ ନାହିଁ, ବରଂ ଆମର ଗୃହସ୍ଥ ଜୀବନରେ ଶାନ୍ତି ମଧ୍ୟ ଅବ୍ୟାହତ ହୁଏ। ଈଶ୍ୱରଙ୍କ ସ୍ଥାନ ହେଉଛି ଆତ୍ମାର ମୁକ୍ତିର କେନ୍ଦ୍ର ଏବଂ ପୂର୍ବପୁରୁଷଙ୍କ ସ୍ଥାନ ହେଉଛି ସ୍ମରଣ ଏବଂ ଶ୍ରଦ୍ଧାର ସ୍ଥାନ। ତେଣୁ ଈଶ୍ୱର ଏବଂ ପୂର୍ବପୁରୁଷଙ୍କ ସ୍ଥାନକୁ ପୃଥକ ପୃଥକ ରଖିବା ଦରକାର। ଶ୍ରଦ୍ଧାକୁ ନିୟମର ପାଳନ କର, ଯାହାଦ୍ୱାରା ପ୍ରେମ ବି ବିଜୟ ରହିବ ଏବଂ ଆତ୍ମା ମଧ୍ୟ ମୋକ୍ଷ ପ୍ରାପ୍ତ କରିବ। ଭଗବାନ ଶିବ ଆହୁରି କୁହନ୍ତି, ଶିବଦତ୍ତ, ଯଦି ତୁମେ ତୁମର ପିତାମାତାଙ୍କର ଫଟୋ ରଖିବାକୁ ଚାହୁଁଛ, ତେବେ ମନେ ରଖ ଯେ ପୂଜା ସ୍ଥାନରେ ରଖିବା ଉଚିତ ନୁହେଁ। ଯେଉଁଠାରେ ଈଶ୍ୱର ବାସ କରନ୍ତି ସେଠାରେ କେବଳ ସେହି ଶକ୍ତିର ଉପସ୍ଥିତି ରହିବା ଉଚିତ ଯାହା ମୋକ୍ଷର ପଥ ଦେଖାଏ। ପିତାମାତାଙ୍କ ଫଟୋକୁ ସର୍ବଦା ସ୍ମୃତି ଭାବରେ ଏକ ଶାନ୍ତ ସ୍ଥାନରେ ରଖ, କିନ୍ତୁ ସେଠାରେ ଦୀପ କିମ୍ବା ଧୂପକାଠି ଜଳାଅ ନାହିଁ। ସେମାନେ ପୂଜ୍ୟ ନୁହନ୍ତି, ସେମାନେ ଶ୍ରଦ୍ଧାଞ୍ଜଳିର ଯୋଗ୍ୟ, କାରଣ ଈଶ୍ୱରଙ୍କ ସ୍ଥାନ ସେହି ସ୍ଥାନ ଯେଉଁଠାରେ ପୂଜା କରାଯାଏ, ଭଗବାନଙ୍କୁ ଆବାହନ କରାଯାଏ ଏବଂ ସ୍ମୃତିର ସ୍ଥାନ ସେହି ସ୍ଥାନ ଯେଉଁଠାରେ ପିତୃପୁରୁଷଙ୍କୁ ପ୍ରେମର ସହ ସ୍ମରଣ କରାଯାଏ। ଭଗବାନ ଶିବ ଆହୁରି କୁହନ୍ତି, ହେ ଶିବଦତ୍ତ, ପ୍ରେମ ଏବଂ ପୂଜା ମଧ୍ୟରେ ପାର୍ଥକ୍ୟ ବୁଝ। ଯେଉଁ ଆତ୍ମା ଚାଲିଯାଇଛି ତାକୁ ସମ୍ମାନ ଦିଅ, କିନ୍ତୁ ଈଶ୍ୱରଙ୍କ ପୂଜା ଏବଂ ଆତ୍ମାର ସ୍ମୃତିର ପଥକୁ ସମ୍ମାନ କର ନାହିଁ। ଏହା ହିଁ ସତ୍ୟ ଓ ଧର୍ମ। ସେ ଆହୁରି କହନ୍ତି, ଶିବଦତ୍ତ, ତୁମ ମନରେ ଅସ୍ଥିରତା ହେବା ସ୍ୱାଭାବିକ। ପ୍ରତ୍ୟେକ ସନ୍ତାନ ପିତାମାତାଙ୍କୁ ମୃତ୍ୟୁ ପରେ ଏହା ହିଁ ଚାହେଁ, ସେ ସେମାନଙ୍କ ମୁକ୍ତି ପାଇଁ କିଛି କରିପାରିବ। ପୂର୍ବପୁରୁଷଙ୍କ ଶାନ୍ତି ଓ ମୁକ୍ତି ପାଇଁ ଶ୍ରାଦ୍ଧ ଏବଂ ତର୍ପଣ ହେଉଛି ସର୍ବୋତ୍ତମ ଉପାୟ। ଏହି ବୈଦିକ ରୀତିନୀତି ମାଧ୍ୟମରେ ତୁମେ କେବଳ ସେମାନଙ୍କୁ ସମ୍ମାନ ଦେଉନାହଁ, ବରଂ ସେମାନଙ୍କର ପରବର୍ତ୍ତୀ ଯାତ୍ରା ପାଇଁ ସେମାନଙ୍କୁ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ଦେଉଛ। ଏହା ହେଉଛି ସେହି ଉପାୟ ଯାହାଦ୍ୱାରା ତୁମେ ସେମାନଙ୍କ ଆଶୀର୍ବାଦ ପାଇପାରିବ ଏବଂ ସେମାନଙ୍କ ଶାନ୍ତିରେ ବିଦାୟ ଦେଇପାରିବ। ଏହା ହେଉଛି ସେମାନଙ୍କ ପ୍ରତି ତୁମର ପ୍ରକୃତ ସେବା। ଯିଏ ଚାଲିଯାଇଛି ତାକୁ ଆଗକୁ ଯିବାକୁ ଦିଅ, ଆସକ୍ତିରେ ବାନ୍ଧି ରଖ ନାହିଁ, ତାକୁ ତୁମ ପ୍ରେମରୁ ମୁକ୍ତ କର। ଏହା ହେଉଛି ଜଣେ ସନ୍ତାନର ପ୍ରକୃତ କର୍ତ୍ତବ୍ୟ। ଏହା ହେଉଛି ପବିତ୍ରତା। ଭଗବାନ ଶିବ ଗଭୀର ଆଖିରେ ଶିବଦତ୍ତଙ୍କୁ ଚାହିଁ କହିଲେ, ଏହି ଜଗତ ଏକ ଯାତ୍ରା। ଏଠାକୁ ଗୋଟିଏ ଆତ୍ମା ଆସେ ଅଭିଜ୍ଞତା ପାଇଁ ଏବଂ ତାପରେ ଆଗକୁ ବଢି ଚାଲେ, କିନ୍ତୁ ଯେତେବେଳେ ଜଣେ ଆସକ୍ତିରେ ବୁଡ଼ିଯାଏ, ତୁମେ କେବଳ ତୁମର ହୃଦୟକୁ ବାନ୍ଧ ନାହିଁ, ବରଂ ସେହି ଆତ୍ମାର ଗତିକୁ ମଧ୍ୟ ବନ୍ଦ କରିଦେଉଛ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ନିଜ ଘରେ ମୃତ ପିତାମାତାଙ୍କର ଫଟୋ ଚିତ୍ରକୁ ରଖିଛନ୍ତି, ତାହାର ଉଚିତ ସ୍ଥାନ ଜାଣି ରଖନ୍ତୁ। ବହୁତ ଲୋକ ନିଜର ପୂଜା ଘରେ ନିଜର ପୂର୍ବଜଙ୍କର ଫଟୋ ରଖିଛନ୍ତି, ତା ସହିତ ସାଧୁ ସନ୍ଥ ଯିଏକି ମୃତ୍ୟୁବରଣ କରିଯାଇଛନ୍ତି ସେମାନଙ୍କର ଫଟୋ ରଖିଛନ୍ତି, ଯେମିତିକି କୌଣସି ବାବାଙ୍କର ଫଟୋ, ସତ୍ୟସାଇ ହୁଅନ୍ତୁ କିମ୍ବା ସାଇବାବା ହୁଅନ୍ତୁ, ବାବା ବା ବହୁତ ସାରା ଅଛନ୍ତି ଯେମିତି ଓମ୍ ଶାନ୍ତିରେ କିଛି ମିଶିଛନ୍ତି, ସେମାନଙ୍କର ଫଟୋ ଚିତ୍ର
ଯଦି ଆପଣମାନେ ରଖିଛନ୍ତି ଦେଖନ୍ତୁ ସେହି ଘରେ କେବେ ଶାନ୍ତି ନଥିବ। କିଛି ନା କିଛି କାରଣରୁ ଝଗଡ଼ା ଲାଗି ରହୁଥିବ, ସଦା ସର୍ବଦା କରଜରେ ବୁଡ଼ି ରହୁଥିବେ, ବିନା କାରଣରେ ଘରେ ରୋଗ ଆସୁଥିବ, ଅଶାନ୍ତି ରହୁଥିବ, ଟଙ୍କାଟି ବି ବଞ୍ଚି ନଥିବ। ସବୁବେଳେ ମୃତ ବ୍ୟକ୍ତିଙ୍କର ଫଟୋ ଚିତ୍ରକୁ ଶାନ୍ତ ଜାଗାରେ ରଖନ୍ତୁ। ଆପଣଙ୍କ ଡ୍ରଇଂ ରୁମ୍ର ଗୋଟିଏ ଜାଗା ରଖନ୍ତୁ, କିନ୍ତୁ ବେଡରୁମ୍ରେ ଏବଂ ପୂଜା ଘରେ ରଖିବେ ନାହିଁ, କିଚେନରେ ରଖିବେ ନାହିଁ, ଡ୍ରଇଂ ରୁମ୍ରେ ରଖନ୍ତୁ। ଏବଂ ଏହାର ଦିଗ ବି ଆଜି ଆପଣମାନଙ୍କୁ ଜଣାଇ ଦଉଛି। ମୃତ ବ୍ୟକ୍ତିମାନଙ୍କୁ କେବେ ବି ଧୂପ ଦୀପ ନୈବେଦ୍ୟ ଦେବେ ନାହିଁ। ଶ୍ରାଦ୍ଧ ତିଳ ତର୍ପଣ କରିବେ, କିନ୍ତୁ ଧୂପ ଦୀପ ଫୁଲ ନୈବେଦ୍ୟ ଦେବେ ନାହିଁ। କେବଳ ଶ୍ରଦ୍ଧାର ସହିତ ତାଙ୍କୁ ଗୋଟିଏ ନମସ୍କାର କରନ୍ତୁ, ଆଉ କିଛି ଦରକାର ନାହିଁ, କେବଳ ଶ୍ରଦ୍ଧା ଦରକାର। ଭଗବାନଙ୍କୁ ପ୍ରଣାମ କରନ୍ତୁ, କାରଣ ମୃତ ଆତ୍ମା ଯେଉଁମାନେ ଏ ଶରୀର ଛାଡ଼ି ଜଗତ ଛାଡ଼ି ଚାଲି ଯାଇଛନ୍ତି, ସେମାନଙ୍କର ପୁନର୍ଜନ୍ମ ନିମିତ୍ତ ସେମାନେ ଏକ ନୂଆ ଯାତ୍ରା ଆରମ୍ଭ କରନ୍ତି। ଯଦି ଆମେ ସେମାନଙ୍କୁ ପ୍ରେମ କରିବା, ସେମାନଙ୍କୁ ପୂଜା କରିବା, ସେମାନେ ବାନ୍ଧି ହୋଇ ଯାଆନ୍ତି ଏବଂ ଯାହାର ଫଳସ୍ୱରୂପ ଆମକୁ କଷ୍ଟ ଦେଇଥାନ୍ତି, ଯାହାଦ୍ୱାରା କି ଆମେ ତାଙ୍କୁ ବୁଝିପାରିବା ନାହିଁ, ଆମେ ତାଙ୍କୁ ଆଉ ସେଇ ସ୍ନେହରେ ବାନ୍ଧି ରଖିବା ନାହିଁ। ସେମାନଙ୍କୁ ପୁଣି ତାଙ୍କ ଯାତ୍ରା ପାଇଁ ଆମକୁ ଯିବାକୁ ଦବ। ଆଜିକାଲି ଆଧୁନିକ ଯୁଗରେ ମୂର୍ତ୍ତି ତିଆରି କରିଦେଉଛନ୍ତି, ତାଙ୍କୁ ବାନ୍ଧିକି ରଖି ଦେଉଛନ୍ତି, ତାଙ୍କୁ ପୂଜା କରୁଛନ୍ତି। ଏହା ବହୁତ ବଡ଼ ଭୁଲ ଅଟେ। ମୃତ ପିତାମାତା, ମୃତ ବ୍ୟକ୍ତିମାନଙ୍କୁ ଆପଣମାନେ ଯିବାକୁ ଦିଅନ୍ତୁ, ତାଙ୍କର ଏକ ନୂଆ ଯାତ୍ରାରେ ତାଙ୍କୁ ସହଯୋଗ କରନ୍ତୁ, ତାଙ୍କୁ ବାନ୍ଧି ରଖନ୍ତୁ ନାହିଁ, ଯାହାର ଫଳ ଆପଣଙ୍କୁ ଭୋଗିବାକୁ ପଡ଼ିବ। ଆଶା କରୁଛି ଆପଣମାନେ କଥାଟିକୁ ବୁଝି ସାରିଥିବେ। ଯଦି ଆପଣମାନେ ବୁଝିନାହାନ୍ତି, ଭଗବତ ଗୀତା ପାଠ କରନ୍ତୁ, ଆତ୍ମା କଣ ତାହା ଆପଣ ଭଲ ଭାବରେ ଜାଣିନେବେ। ଏବେ ଦର୍ଶକ ବନ୍ଧୁ, ମୃତ ବ୍ୟକ୍ତିଙ୍କର ଫଟୋ କେଉଁ ଦିଗରେ ରଖିବା ଉଚିତ ତାହା ବି ଜାଣି ରଖନ୍ତୁ। ମୃତ ବ୍ୟକ୍ତିଙ୍କର ଫଟୋ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଲଗାଇ କରି ରଖିବେ, ଯେମିତି ତାଙ୍କର ମୁଖ ଉତ୍ତର ହୋଇକରି ରହିବ। ଏଥିପ୍ରତି ଧ୍ୟାନ ଦେବେ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କୁ ନିହାତି ଭଲ ଲାଗୁଥିବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।